ଆଉ ଏକ ନୂଆ କ୍ଲାସ୍କୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ବୈଜନାଥ ବଡ଼ଜେନାଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା। ବୈଜନାଥ ବଡ଼ଜେନା 1730 ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ 1800 ମସିହାରେ ସେ ମୃତ୍ୟୁବରଣ କରିଥିଲେ। ବୈଜନାଥ ବଡ଼ଜେନା ଢେଙ୍କାନାଳର କବରାଠାରେ ଜନ୍ମିତ ଜଣେ ପୁରାତନ ଓଡ଼ିଆ କବି। ପିତା ବାଲୁଙ୍କେଶ୍ୱର ପଟ୍ଟନାୟକଙ୍କ ତୃତୀୟ ସନ୍ତାନ ବୈଜନାଥଙ୍କୁ ଢେଙ୍କାନାଳ ରାଜାଙ୍କ ଦ୍ୱାରା ବଡ଼ଜେନା ଉପାଧି ପ୍ରଦାନ କରାଯାଇଥିବାରୁ ସେ ବୈଜନାଥ ବଡ଼ଜେନା ଭାବରେ ପରିଚିତ ହୋଇଥିଲେ। ଏବେ ଆମେ ବୈଜନାଥ ବଡ଼ଜେନାଙ୍କ ଜୀବନୀ ସମ୍ପର୍କରେ ମଧ୍ୟ ଜାଣି ରଖିବା। ବୈଜନାଥ ବଡ଼ଜେନାଙ୍କର ପୂର୍ବପୁରୁଷ ରଘୁ ପଟ୍ଟନାୟକ ବା ରଘୁବରକୀର୍ତ୍ତ ମୂଳତଃ ପୁରୀର ବାସିନ୍ଦା ଥିଲେ। ସେ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ସମୟର ଲୋକ। ବୈଜନାଥ ରଘୁବରକୀର୍ତ୍ତଙ୍କର ଷଷ୍ଠ ପିଢ଼ିର ଦାୟାଦ। 1568 ମସିହା ପରେ ଓଡ଼ିଶାରେ ଆରମ୍ଭ ହୋଇଥିଲା ଆଫଗାନ ଓ ମରହଟ୍ଟା ଆକ୍ରମଣ ଓ ଶାସନ। ରଘୁବରକୀର୍ତ୍ତଙ୍କର ଦାୟାଦମାନେ ଏହି ସମୟରେ ପୁରୀ ସହର ଛାଡ଼ି ଖୋର୍ଦ୍ଧା ଏବଂ ପରେ ଢେଙ୍କାନାଳଗଡ଼କୁ ପଳାଇ ଆସି ବସବାସ କରି ରହିଲେ। ବୈଜନାଥ ପଟ୍ଟନାୟକଙ୍କ ଢେଙ୍କାନାଳର ରାଜା ତ୍ରିଲୋଚନ ମହୀନ୍ଦ୍ର ବାହାଦୁରଙ୍କ ରାଜଦରବାର ରାଜକବି ହେଲେ। ରାଜାଙ୍କ ଦ୍ୱାରା ବଡ଼ଜେନା ଉପାଧିରେ ଭୂଷିତ ହୋଇ ବୈଜନାଥ ବଡ଼ଜେନା ବୋଲାଇଲେ। କବି ବଡ଼ଜେନା ରୀତିଯୁଗୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅନୁଗାମୀ ହେଲେ ମଧ୍ୟ ସେ ନିଜର ମୌଳିକତା ପ୍ରଦର୍ଶନ କରିଛନ୍ତି ବିଭିନ୍ନ ଭାବରେ। ସେ ରାଜଦରବାରର ଦରବାରୀ କବି ହେଲେ ମଧ୍ୟ ରାଜତନ୍ତ୍ରକୁ ବିରୋଧ କରି ନିର୍ଭୟରେ ଲେଖିଛନ୍ତି ରାଜନଙ୍କୁ ଛଳୋକ୍ତି। ସେଥିପାଇଁ କବିଙ୍କୁ ଢେଙ୍କାନାଳ ଛାଡ଼ି କେନ୍ଦୁଝର, ନୟାଗଡ଼ ଏବଂ ସୁଦୂର ଆନ୍ଧ୍ର ଅଞ୍ଚଳରେ ଘୂରି ବୁଲିବାକୁ ପଡ଼ିଛି। ତାଙ୍କ ବଂଶଲତା ବା ବଂଶଗତ ସମ୍ପର୍କରେ ମଧ୍ୟ ଜାଣି ରଖିବା। ବଂଶଲତା ବଡ଼ଜେନାଙ୍କ ରଚିତ ଚତୁର ବିନୋଦ ଶ୍ରୀ ସୁଧାକର ପଟ୍ଟନାୟକଙ୍କ ଦ୍ୱାରା ସମ୍ପାଦିତ ହୋଇ ପ୍ରାଚୀ ସମିତି ଦ୍ୱାରା ପ୍ରକାଶିତ ହୋଇଛି। ଏହି ପୁସ୍ତକର ମୁଖବନ୍ଧରେ ସମ୍ପାଦକ ବଡ଼ଜେନାଙ୍କ ବଂଶଲତା ପୁନର୍ଗଠନ କରିଛନ୍ତି। ତାହା ନିମ୍ନରେ ଦିଆଗଲା। ପ୍ରଥମ ହେଉଛନ୍ତି କୃଷ୍ଣ ଅରକ୍ଷିତଙ୍କଠାରୁ ଜନ୍ମଗ୍ରହଣ କଲେ ରଘୁ ଅରକ୍ଷିତ, ରଘୁ ଅରକ୍ଷିତଙ୍କଠାରୁ ଶିବ ଅରକ୍ଷିତ, ଶିବ ଅରକ୍ଷିତଙ୍କଠାରୁ ବିଶ୍ୱ ଅରକ୍ଷିତ, ବିଶ୍ୱ ଅରକ୍ଷିତଙ୍କଠାରୁ ତ୍ରିବିକ୍ରମ ଅରକ୍ଷିତ, ତ୍ରିବିକ୍ରମ ଅରକ୍ଷିତଙ୍କଠାରୁ ବାଲୁଙ୍କେଶ୍ୱର ପଟ୍ଟନାୟକ। ଏହି ବାଲୁଙ୍କେଶ୍ୱର ପଟ୍ଟନାୟକଙ୍କର ସମୟାନୁକ୍ରମେ 4ଟି ସନ୍ତାନ ଜାତ ହୋଇଥିଲେ। ଗୋପୀନାଥ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ବୈଜନାଥ ପଟ୍ଟନାୟକ, ଲୋକନାଥ ପଟ୍ଟନାୟକ। ଏ ଥିଲା ତାଙ୍କର ବଂଶ ସମ୍ପର୍କିତ ଏକ ପରିଚିତ। ତାଙ୍କ ରଚନାବଳୀ ସମ୍ପର୍କରେ ମଧ୍ୟ ଜାଣି ରଖିବା। ତାଙ୍କର ଏକ ଚିତ୍ରପୋଥି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଡକ୍ଟର ପ୍ରବୋଧ କୁମାର ମିଶ୍ରଙ୍କ ଦ୍ୱାରା ସମ୍ପାଦିତ ଓ ଏକ ପୁସ୍ତକ ଭାବରେ ପ୍ରକାଶିତ। ଡକ୍ଟର ମିଶ୍ର ଓଡ଼ିଶାର ଇତିହାସ, କଳା ଓ ସାହିତ୍ୟ ଦିଗରେ ଅନେକ ମୌଳିକ ଗବେଷଣାମୂଳକ ପୁସ୍ତକ ରଚନା କରିଛନ୍ତି। ସେଥିମଧ୍ୟରୁ ଚିତ୍ରପୋଥି ଭାଗବତ ପୁରାଣର ସମ୍ପାଦନା ଅନ୍ୟତମ। ସେ ଜଣେ ବହୁଭାଷୀ କବି ଭାବେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ତେଲୁଗୁ ଏବଂ ପ୍ରାକୃତ ଭାଷାରେ ଲେଖି ପଢ଼ି ପାରୁଥିଲେ। ସେ ରୀତିଯୁଗୀୟ ସାହିତ୍ୟ ଆକାଶର ଉଜ୍ଜ୍ୱଳ ନକ୍ଷତ୍ର ଥିଲେ। ଅମ୍ବିକା ବିଳାସ, ଅନୁଚିନ୍ତା, ଦଶପୋଇ, ଗୋପୀବିଳାସ, କେଳି କଳାନିଧି, ରାଜନଙ୍କୁ ଛଳୋକ୍ତି, ରାଜସଭା ଏବଂ ସମର ତରଙ୍ଗ ଇତ୍ୟାଦି ରଚନା କବିଙ୍କର କାବ୍ୟକୃତିର ଅନ୍ତର୍ଭୁକ୍ତ। ସମର ତରଙ୍ଗ ଏକ ଇତିହାସ ଭିତ୍ତିକ ସମର କାବ୍ୟ ଅଟେ। ବୈଜନାଥ କେବଳ ପଦ୍ୟ କାବ୍ୟର ସ୍ରଷ୍ଟା ନୁହନ୍ତି। ଚତୁର ବିନୋଦ କବିଙ୍କର ଏକ ଅନବଦ୍ୟ ଗଦ୍ୟ ସାହିତ୍ୟ। ଯେଉଁ ଗଦ୍ୟ ସାହିତ୍ୟ ଯୁଗସ୍ରଷ୍ଟା ଫକୀରମୋହନଙ୍କ କଲମରେ ପରବର୍ତ୍ତୀ ସମୟରେ ଉତ୍କର୍ଷତା ଲାଭ କରିଛି। ବୈଜନାଥ ଲେଖିଥିବା ଗୁଣ୍ଡିଚା ବିଜେ
ଓଡ଼ିଆ ଅକ୍ଷରରେ ହିନ୍ଦୀ ଭାଷାରେ ରଚିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ରୀତିଯୋଗ୍ୟ ଶବ୍ଦାଡମ୍ବର ଅଳଙ୍କାର ସର୍ବସ୍ୱ କ୍ଳିଷ୍ଟ ଶୈଳୀରେ ତ ସେ ଲେଖିଛନ୍ତି ଅନେକ କାବ୍ୟ କବିତା। ମାତ୍ର ରୀତିଯୋଗ୍ୟ ଶୈଳୀ ପରିହାର କରି ଅତ୍ୟନ୍ତ ସରଳ ଓ ସାବଲ୍ୟ ଭାଷାରେ ମଧ୍ୟ ଅନେକ କବିତା ରଚନା କରିଛନ୍ତି। ଫକୀରମୋହନ ସେନାପତିଙ୍କ ବ୍ୟଙ୍ଗ କଟାକ୍ଷ ଶୈଳୀର ସ୍ପଷ୍ଟ ସ୍ପର୍ଶ ବୈଜନାଥଙ୍କ ରଚନାରେ ଅଙ୍କିତ ହୋଇଛି। ଚିତ୍ରପତି ଭାଗବତ ପୁରାଣ ସମ୍ପର୍କରେ ଆମେ ମଧ୍ୟ ଜାଣି ରଖିବା। ଭାଗବତ ପୁରାଣର ଅଷ୍ଟମ ଓ ନବମ ସ୍କନ୍ଧକୁ କବି ବୈଜନାଥ ତାଙ୍କ ପୁତ୍ର ଘନଶ୍ୟାମ ସହିତ ଭାଗବତ ପୁରାଣ କଥାକୁ ତାଳପତ୍ର ପୋଥିରେ ଭାଗବତର କଥାବସ୍ତୁ ସହିତ ସେ କଥାବସ୍ତୁକୁ ଚିତ୍ରରେ ବ୍ୟକ୍ତ କରିଛନ୍ତି। କାଗଜ କାଳିଅ କଲମରେ ଲେଖିବା ପୂର୍ବରୁ ମଣିଷ ଆଗ ପ୍ରସ୍ତର ଗାତ୍ରରେ ତାମ୍ରପତ୍ରରେ ଏବଂ ଶିଳାଲିପିରେ ମନୋଭାବ ବ୍ୟକ୍ତ କରୁଥିଲା। ଆମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଯୋଗୀମଠ ଏବଂ ଗୁଡ଼ହାଣ୍ଡି, ସମ୍ବଲପୁର ଜିଲ୍ଲାର ବିକ୍ରମଖୋଲ, ସୁନ୍ଦରଗଡ଼ ଜିଲ୍ଲାର ଉଷାକୋଠି ଏବଂ ମାଣିକମୋଡ଼ା ଇତ୍ୟାଦି ଅଞ୍ଚଳରେ ପର୍ବତ ଗାତ୍ରରେ ଭିତ୍ତିଚିତ୍ର ଥିବାର ଦେଖାଯାଏ। ପଞ୍ଚଦଶ ଷୋଡ଼ଶ ଶତାବ୍ଦୀ ବେଳକୁ ତାଳପତ୍ର ଓ ଲେଖନୀର ବ୍ୟବହାର ହେଲା ଓ ସେଥିରେ ଚିତ୍ରକଳା ସମନ୍ୱିତ ହେଲା। ତାଳପତ୍ରରେ ଲେଖା ହୋଇ ତାହା ହେଲା ଚିତ୍ରପୋଥି। ଏହି ଚିତ୍ରପୋଥି କବି ବୈଜନାଥ ବଡ଼ଜେନାଙ୍କ ଚିତ୍ରପୋଥି ଭାଗବତ ପୁରାଣ ମଧ୍ୟରେ ଭାରତୀୟ ଚିତ୍ରକଳାରେ ଓଡ଼ିଶୀ ଚିତ୍ରକଳାର ଉଚ୍ଚସ୍ଥାନ ରହିଛି। ଗ୍ଲିମ୍ପସେସ୍ ଅଫ୍ ଓରିସାନ୍ ଆର୍ଟ ଆଣ୍ଡ କଲଚର, ହରେକୃଷ୍ଣ ମହାତାପ, ଭୁବନେଶ୍ୱର, 1984, ପୃଷ୍ଠା 163। ଓଡ଼ିଶାର ମ୍ୟୁଜିୟମରେ ପ୍ରାୟ 200 ତାଳପତ୍ର ଚିତ୍ରପୋଥିର ଥିବାର ଜଣାଯାଏ। ଇଲଷ୍ଟ୍ରେଟେଡ୍ ପାମ୍‌ଲିଫ୍ ମାନୁସ୍କ୍ରିପ୍ଟ ଅଫ୍ ଓଡ଼ିଶା, ଏସ୍ ପାଣି, ଭୁବନେଶ୍ୱର, 1984, ପୃଷ୍ଠା ହେଉଛି 81-86। ତାଳପତ୍ରରେ 100 ପୃଷ୍ଠାରେ ବୈଜନାଥ ବଡ଼ଜେନା ଓ ତାଙ୍କ ଜ୍ୟେଷ୍ଠପୁତ୍ର ଘନଶ୍ୟାମ ଏହି ଚିତ୍ରପୋଥି ଭାଗବତ ପୁରାଣ ରଚନା କରିଥିଲେ। ବୈଜନାଥ ଓ ତାଙ୍କ ପୁତ୍ର ଘନଶ୍ୟାମ ତାଳପତ୍ର ପୋଥିରେ ଲେଖିବା ସହିତ ଚିତ୍ର ଅଙ୍କନ କରିପାରୁଥିଲେ। ସମୟ ନିମିତ୍ତ ଏହି ଚିତ୍ରପୋଥି ଓଡ଼ିଆ ସାହିତ୍ୟର ଭାଷା ଓ ଲିପିର ଅଭ୍ୟୁଦୟ ଦିଗରେ ବିଶେଷ ସହାୟକ କୁହାଯାଏ। ଚିତ୍ରପୋଥି ଭାଗବତ ପୁରାଣ ବୈଜନାଥଙ୍କ କବି ପ୍ରତିଭାର ଏକ ନୂତନ ଦିଗ ଉନ୍ମୋଚନ କରେ। ତାଙ୍କ କାବ୍ୟ କବିତା ହେଉଛି କେଳି କଳାନିଧି, ବିଦେଶ ଅନୁଚିନ୍ତା, ଦଶପୋଇ, ଗୋପୀବିଳାସ, ଶ୍ୟାମରସ୍ତୋତ୍ସବ, ବିଚକ୍ଷଣା, ଅମ୍ବିକା ବିଳାସ, ସମର ତରଙ୍ଗ ଇତ୍ୟାଦି। ତାଙ୍କର ପ୍ରବନ୍ଧ ଗୁଡ଼ିକ ହେଉଛି ଚତୁର ବିନୋଦ, ଛୋଟ କବିତା, ଚଣ୍ଡୀମାଳଶ୍ରୀ, ରାଜନଙ୍କୁ ଛଳଭକ୍ତି, ରାଜସଭା, କେତୋଟି ଜଣାଣ ଓ ସଙ୍ଗୀତ। ତାଙ୍କର ହିନ୍ଦୀ ରଚନା ହେଉଛି ଗୁଣ୍ଡିଚା ବିଜେ। ତାଙ୍କ ସଂସ୍କୃତ ରଚନା ହେଉଛି ମନୋଦୂତ। ଏ ଥିଲା ବୈଜନାଥ ବଡ଼ଜେନାଙ୍କ ସମ୍ପର୍କିତ ଏକ ସାମୂହିକ ଆଲୋଚନା। ଏହି ଆଲୋଚନାଟି ଯଦି ପାଠକମାନଙ୍କୁ କିଛି ମାତ୍ରାରେ ସହଯୋଗ କରିପାରେ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ନିଶ୍ଚିତ ଭାବରେ ପ୍ରଦାନ କରିବେ।